ସଂସାର ସହିତ ସାଂସାରିକ ଲୋକମାନଙ୍କ ସହିତ ଅଶୁଚି ଲୋକମାନଙ୍କ ସହିତ ଯେ ପର୍ଯ୍ୟନ୍ତ ଆମର କିଛି କନେକ୍ସନ ଲିଙ୍କ କି ସମ୍ପର୍କ ନାହିଁ ଆମ ଭିତରେ ପ୍ରବେଶ କରିବାର ସୁଯୋଗ ଶୈତାନକୁ ନାହିଁ ନଥିବ। କିଛିଟା ଲିଙ୍କ ମିଳିଗଲା ସେ ଦେଇକି ତ ପ୍ରବେଶ କରିବ। ସେଥିପାଇଁ ଆପଣ ମାନଙ୍କର ବିବାହ ଗୁଡିକ ଟିକେ ପବିତ୍ର ଥାଉ ବୋଲି କହିବାର କାରଣ କଣ? ଆପଣ ମାନେ ଭଲ ଥିବେ କିନ୍ତୁ ଆପଣ ଯାହାକୁ ବିବାହ ହେଇଛନ୍ତି ସେମାନଙ୍କ ଆଡରୁ ସ୍ପିରିଟ୍ସ ଟା ପଳେଇ ଆସିବେ। ଯଦି ସେମାନେ ପ୍ରଭୁଙ୍କୁ ପାଇନଥିବେ, ଯଦି ସେମାନେ ଦେବକୁ ପୂଜକ ହେଇଥିବେ, ଯଦି ସେମାନେ ଖ୍ରୀଷ୍ଟିଆନ ହେଇଲେ ମଧ୍ୟ, ଯଦି ସେମାନେ ଅନ୍ୟ ସଂସାରିକ ଲାଭ ଜୀବନ ଯାପନ ଯଦି କରନ୍ତି, ଠିକରେ ପରିତ୍ରାଣ ପାଇନାହାନ୍ତି, ପବିତ୍ରୀକୃତ ହେଇନାହାନ୍ତି, ତ ଆପଣଙ୍କର ଜୀବନରେ ଅସୁଚିତ ପ୍ରବେଶ କରିବାର ଲିଙ୍କ ଟା ଗୋଟେ ଅଲରେଡି ମିଳିଗଲା କି ନାହିଁ? କାମୁକତା ବ୍ୟଭିଚାର ବାଇବେଲ କହେ, ଆମେ ମାନେ ଜାଣୁ ଅବଶ୍ୟ ସେ ଇଏରେ ପ୍ରଥମ କରିନ୍ଥୀ 6 ଅଧ୍ୟାୟରେ ଯେ ବେଶ୍ୟା ସହିତ ବ୍ୟଭିଚାର କଲା ସେ ବେଶ୍ୟାର ଆତ୍ମା ସହିତ ମିଶି ଯାଇ ପଡେ। ଜାଣିଛନ୍ତି ଆପଣ ବ୍ୟଭିଚାରର ପାପ ଇଜ ନଟ ଓନ୍ଲି କେବଳ ଶାରୀରିକ ସମ୍ପର୍କ ନୁହେଁ, ସେମାନଙ୍କର ଆତ୍ମିକ ଜଗତରେ ମଧ୍ୟ ଗୋଟେ ମିଳନ ହେଇଯାଏ ପୁଣି ଆପଣ ଜାଣିପାରିବେନି। ଆପଣ ଭାବିବେ ବସ୍ ଗୋଟେ ମିନିଟର ଗୋଟେ 5-10 ମିନିଟର କାମ ତ, ଗୋଟେ ଅଧଘଣ୍ଟାର କାମ ତ, ତାପରେ କିଏ କାହାକୁ ଚିହ୍ନିଛି, କିଏ କାହାକୁ ପଚାରିଛି, କିଏ କାହାକୁ ଦେଖିଛି, କିଏ କାହାକୁ ଜାଣିଛି, କିଏ କାହାକୁ ମନେ ରଖିବ ନା। ୟୁ ହ୍ୟାଭ୍ ୟୁନାଇଟେଡ୍ ଇନ୍ ଦ ସ୍ପିରିଟ୍ସ। ଦେଖ 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 ତ ପ୍ରଥମ କରିନ୍ଥୀ 6 ଅଧ୍ୟାୟ। ଆପଣ ମାନେ ନା ବାଇବେଲରେ ଖାଲି ଆଶୀର୍ବାଦର ପଦ ପର୍ବ ପଢି ପଢି ଶୁଣି ଶୁଣି ଥିବାର ଭାବୁଛନ୍ତି ଏମିତିଟା କିଛି ନାହିଁ ବାଇବେଲରେ। ଥିଲେ ବି ତାହା ଲାଗୁ ହେବନି, ତାହା କାମ ହେବ କାମ ଦେବନି ବୋଲି ଭାବୁଛନ୍ତି ବୋଧେ। କେତେ ଭୟଙ୍କର ଭ୍ରାନ୍ତରେ ଅଛନ୍ତି ଜାଣିଛନ୍ତି ଖ୍ରୀଷ୍ଟିଆନ ମାନେ। କଣ କହିବି? 6 ଅଧ୍ୟାୟ, ପ୍ରଥମ କରିନ୍ଥୀ 6 ଅଧ୍ୟାୟ 15 ପଦରୁ ଟିକେ ପଢୁନ। ତୁମ୍ଭମାନଙ୍କ ଶରୀର ଯେ ଖ୍ରୀଷ୍ଟଙ୍କ ଅଙ୍ଗ ସ୍ୱରୂପ, ଏହା କି ଜାଣ ନାହିଁ? ତେବେ ମୁଁ କଣ ଖ୍ରୀଷ୍ଟଙ୍କ ଅଙ୍ଗ ଘେନିଯାଇ ବେଶ୍ୟାର ଅଙ୍ଗ କରିବି? ତାହା କେବେ ହିଁ ନ ହେଉ। କିମ୍ବା ଯେ ବେଶ୍ୟା ସହିତ ସଂଯୁକ୍ତ ହୁଏ ସେ ତାହା ସହିତ ଏକ ଶରୀର ହୁଏ। ଏହା କି ତୁମ୍ଭେମାନେ ଜାଣ ନାହିଁ? କାରଣ ଉକ୍ତ ଅଛି, ସେ ଦୁହେଁ ଏକାଙ୍ଗ ହେବେ। କିନ୍ତୁ ଯେ ପ୍ରଭୁଙ୍କ ସହିତ ସଂଯୁକ୍ତ ହୁଏ ସେ ତାହାଙ୍କ ସହିତ ଏକ ଆତ୍ମା ହୁଏ। ବ୍ୟଭିଚାର ଠାରୁ ପଳାୟନ କର। ମନୁଷ୍ୟ ଅନ୍ୟ ଯେ କୌଣସି ପାପ କରେ ତାହା ଶରୀରର ବହିର୍ଭୂତ, କିନ୍ତୁ ଯେ ବ୍ୟଭିଚାର କରେ ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ। ବାସ୍ ବାସ୍ ଗୋଟେ ମିନିଟ ଧରନ୍ତୁ। ପୁରୁଷଙ୍କ ପଛରେ 10ଟା ମନ୍ଦାତ୍ମା ଅଛି, ସ୍ପିରିଟ୍ସ ଟା ଅଛି, ଆଉ ସେ ସ୍ତ୍ରୀ ଲୋକ ପଛରେ ଗୋଟେ 25ଟା ମନ୍ଦାତ୍ମା ଅଛି। ଏମାନେ ଯେତେବେଳେ ସମ୍ପର୍କରେ ଆସନ୍ତି ସ୍ପିରିଟ ୱାର୍ଲଡ ୟୁନାଇଟ ହୁଏ, ଆତ୍ମା ଜଗତରେ ଏକ ୟୁନିଟି ପଳେଇ ଆସେ। ତ ଆର 10ଟା ସ୍ପିରିଟ ଆଉ ଆର 35ଟା 25ଟା ସ୍ପିରିଟ ମିଶିକି 35ଟା ସ୍ପିରିଟ ଦି ଜଣଙ୍କ ଉପରେ ରାଜତ୍ୱ କରିବେ। କିଏ ମୁକ୍ତ କରିବେ ଏମାନଙ୍କୁ କୁହନ୍ତୁ ତ ଏଥର? ବ୍ୟଭିଚାର ପାପ କର ନାହିଁ ବୋଲି କହିବାର 10 ଥର, ଏତେ ଥର ବାଇବେଲରେ କହିବାର ରିଜନ କଣ? ମାନେ ସେହି ଫାନ୍ଦରୁ ମୁକ୍ତ ହେବାଟା ଏତେ ସହଜ ବି ନୁହେଁ। କେଡେ ଈଶ୍ୱରଙ୍କର ଦୟା, କେଡେ ଈଶ୍ୱରଙ୍କର ଅନୁଗ୍ରହ ନ ପାଇଲେ ସେଥିରୁ ମୁକ୍ତ ହେବାଟା କଷ୍ଟ ପୁଣି ଆଜ୍ଞା, ଜାଣିଛନ୍ତି? କେଡେ ଫାଇଟ କରିବାକୁ ପଡିବ, କେତେ ବଡ ଯୁଦ୍ଧ ଏଟା। ନିଜକୁ ଅଶୁଚି କରିବାଟା। ଦେଖो ଆମେ ତ ଶୁଣୁଥିଲୁ କି ଯେ ସ୍ୱାମୀ ଓ ସ୍ତ୍ରୀ ଗୋଟେ ପୁରୁଷ ଓ ସ୍ତ୍ରୀକୁ ବିବାହ କରାଇଲେ ସେମାନେ ଏକ ହେବେ, ଏକ ଶରୀର ହେବେ, ଏକାଙ୍ଗ ହେବେ। ଏଠି ଲେଖା ହେଇଛି ଯେଉଁ ଲୋକ ଯେତେ ଜଣଙ୍କ ସହିତ ବ୍ୟଭିଚାର କରୁଛି ସେମାନଙ୍କ ସହିତ ଏକାଙ୍ଗ ହେଇଯାଉଛି ପୁଣି। ଓ ମାଇ ଗଡ୍।
ବଂଶାନୁକ୍ରମେ ସେମାନଙ୍କ ଉପରେ ଥିବା ଅଭିଶାପ ଯେତେବେଳେ ୟୁନାଇଟ୍ ହେଇଯାଏ, ଆଉ ଜୀବନରେ ଛିଣ୍ଡାଇବାଟା କଷ୍ଟ। ଏ ବନ୍ଧନ ମ୍ୟାକ୍ସିମମ୍ ପଏଣ୍ଟ ଅଫ ନୋ ରିଟର୍ନ ବୋଲି କୁହନ୍ତି। ପଏଣ୍ଟ ଅଫ ନୋ ରିଟର୍ନ ମନେ ରଖନ୍ତୁ। ଏମିତି ଲୋକମାନଙ୍କୁ କଣ ପ୍ରଭୁ କ୍ଷମା କରିପାରିବେ ନାଇଁ କି? ପାରିବେ, କାହିଁକି ପାରିବେ ନାହିଁ? ତୁମେ କ୍ଷମା ମାଗିବାକୁ ଆସିଲେ ସିନା ଦେଖିବା। ପଏଣ୍ଟ କ୍ୟାଚ୍ କରିଲେ ମୋର? ଆସିକି ଗୋଡ ଧରିକି ଆଉ କେବେ କରିବେ नहीं बोले प्रभु क्षमा करी पारंती। ही इज एबल, वो सक्षम है। लेकिन आप निज आपण निज को नम्र करी से दरिद्र काम छाड़ी कि आसिले से ना है वो देखिबा तो आसी पारिबने तुमे। से पापर एते मजारे मस्त ହେଇକି ଥିବ ଯେ ଆଉ ଜନ୍ମ ସେଟା ପାପ ବୋଲି ମାନୁ ନଥିବ। ପାପ ହେଲେ ବି ନା ସେ ମଜା ପାଇଁ ନାଇଁ ଆଉ ଛାଡି ହେବ ନାହିଁ। ଆଉ ତାକୁ ଭୁଲି ପାରିବେ, ତାକୁ ଛାଡି ପାର ମରିଯିବେ, ତାକୁ ଛାଡି ପାର ଛାଡ ନା ମରେ ଯା। ଆଉ ଅନୁତାପ କଲେ ପ୍ରଭୁ ରକ୍ଷା କରିଥାନ୍ତେ। ଏ ଅନୁତାପ କଲେ ସିନା କରିବ ନାହିଁ, ହୃଦୟ କଠିନ ହେଇଯିବ। ଏମିତି ବାକ୍ୟ ସେମାନଙ୍କୁ ଜମା ଟଚ୍ ବି କରିବ ନାହିଁ। ଦେଖେ ଭୁଲ ହେଇଗଲା, ଆପଣ ଭୁଲ ହେଇଗଲା, ପ୍ରଭୁ ଦୟା କର ବୋଲି କହିବ ତ ନାହିଁ। ଆଉ ଗର୍ବ ଦେଖାଇବ। ହଁ, ତତେ କଣ ହେଉଛି, ମୁଁ କରିଲି, ମୋର ଲାଇଫ, ମୋର ଇଚ୍ଛା, ତତେ କଣ ହଉଛି ବୋଲି ଗର୍ବର କଥା ଥିବ ସେମାନଙ୍କ ପାଖରେ। ତ ଆମେ ମାନେ ଜଣେ ଅନୁଗ୍ରହ କିଏ ପାଇବ? ଯେ ନମ୍ର କରଲା ସେ ଅନୁଗ୍ରହ ପାଇବ। ଯେ ଅନୁତାପ କଲେ ସେ ଅନୁଗ୍ରହ ପାଇବ। ଯେ ଗୋଡ ଧରିଲା ସେ ଅନୁଗ୍ରହ ପାଇବ। ଯେ କାନ୍ଦିଲା ସେ ଅନୁଗ୍ରହ ପାଇବ। ଯେ ପାପ ସ୍ୱୀକାର କରି ଅଧର୍ମ ସ୍ୱୀକାର କରି ଯେ ଛାଡିଲା ଛାଡଇ ସେ ପରା ଦୟା ପାଇବ। ଦୟା ପାଇଲା ପରି, ଅନୁଗ୍ରହ ପାଇଲା ପରି, କ୍ଷମା ପାଇଲା ପରି ତା ଭିତରେ ଜମା ଗୋଟେ ବି ଆଟିଟ୍ୟୁଡ ବାହାରିବନି। କାରଣ ତା ପଛରେ ଥିବା ସ୍ପିରିଟ୍ସ ମାନେ ଏତେ ପାୱାରଫୁଲ ହେଇଯାଇଥିବେ ତା ପଛରେ। ସେଥିପାଇଁ କାହିଁକି ବାରମ୍ବାର ଲେଖା ଅଛି ଏ ଗୋଟେ ବ୍ୟଭିଚାର ଠାରୁ ପଳାୟନ କର। You don't fight, you cannot fight man, you have to run away। भागो वहां से। जीतिबी, लड़िबी, बुझाइबी, देखिबी केमिति थिबो, चैलेंज करिबी शैतान को। तू आ, तो दम थिले मते पकाई की देखा। गर्व केते जन को थिबो, केते जन वक्ता मान को भी गर्व देखिछ। ए शैताना स्टेज मीटिंग सरला पछरे थिबे वक्ता मानकर रूम रे वे विचार सब चलथिबो। शैतान एते ओवर एक्शन करिबार नहीं। स्टेज ऊपर नम्र नम्र आमर पावर आमे नहु आज्ञा। आमर बल आमर प्रार्थना नुहे, आमर बल आमर उपवास नुहे, आमर बल आमर वाक्यर ज्ञान नुहे आज्ञा। आमर बल परमेश्वर लुचिबार स्थान भितर जाके पशिबार, भितर पशिबार आज्ञा। प्रेज द लॉर्ड। तो पवित्रता माने कौन? डिस्कनेक्ट करो आगे पाप को। जन जन भाई थिला हमरो ग्रुप रे आज्ञा व्यभिचार पाप रे अछि, प्रार्थना करो बोलथी बार। तू व्यभिचार पाप रे थिले, तू अनुताप कर कि तू बाहरी बना लोक दुनिया सारा प्रार्थना करथिबो कि तोन पे एटा कोठी कर प्रार्थना रिक्वेस्ट एटा। जब आपके हाथ में सांप है, सांप मोर हाथ रे सांप धरी की आज्ञा हम हाथ सांप रो जो रक्षा करंतु बोला आपण कोन कहबे? तू धरी के हमको कोन डाकुछ? तू छाड़नु। आपण छाड़िबा जिंस दुनिया लोक कहीं प्रार्थना करेंगे कहतु तो? जो जदि साप आपण को धरी माने लोक लोक मैंने आसिक रक्षा करेंगे। आपण जदि धरी थे लोक मैंने कहीं आसबे? आपण मैंने जो खसी जाइए लोक मैंने आसिक उठाई बारे पड़गले आज्ञा बोले। आपण जदि निजे टाइम तो लोक मैंने कहीं आसबे?
ये डिफरेंस तो जानी पाते बहुत लोग। जो चीज को आपने पकड़ा है उसको खुद छोड़ो। मजा लगुच बोली छाड़ू नथिबे। सिगरेट मजा लगुथिबो, मद मजा लगुथिबो, बिचार मजा लगुथिबो। आउ एपटे माँ तांकर माँ बुझाउथिबो, तार बापा बुझाउथिबे, रे सेमती करना रे, पास्टर बुझाउथिबे, ये कौन कहउथिबे, अगर मजा लगुथिबो ये छाड़िबोनी पड़े जे आपण प्रार्थना करंतु आगे मो पाए। आ जदि आपनक प्रार्थना दम थिबो, आ प्रभु मोर जीवन में मोर हृदय टिके ऑटोमेटिकली टिके मैजिक टिक करले, आ मते मते आपे आपे तार प्रति घृणा लागू हेबो नहीं आज्ञा। दिस इज नॉट द वे। भावुचंत लोक मन प्रार्थना करदेले मो परिवर्तन होई छी।